ଜୟ ଜଗନ୍ନାଥ। ସାଙ୍ଗମାନେ, ଆଉ ଗୋଟେ ଭୟାନକ କାହାଣୀରେ ଆପଣମାନଙ୍କୁ ସ୍ୱାଗତ। ଏହି କାହାଣୀଟି ଆମ ସହ ସେୟାର କରିଛନ୍ତି ମାନବ ଭାଇ। ତେଣୁ ସର୍ବପ୍ରଥମେ ମାନବ ଭାଇଙ୍କୁ ଧନ୍ୟବାଦ ଦେଇ ଚାଲନ୍ତୁ ସମ୍ପୂର୍ଣ୍ଣ କାହାଣୀଟିକୁ ଶୁଣିବା ତାଙ୍କରି ଦୃଷ୍ଟିକୋଣରୁ। ତେବେ ଚାଲନ୍ତୁ ସମୟକୁ ଆଉ ବେଶୀ ନଷ୍ଟ କରିବାନି, ଆରମ୍ଭ କରିବା ଆଜିର ଏହି ଭୟାନକ କାହାଣୀଟି। ସନ୍ଧ୍ୟା ଠିକ୍ 7:10। ଭୁବନେଶ୍ୱରରୁ ସକାଳୁ ବାହାରିଥିବା ପ୍ରଶାନ୍ତି ଏକ୍ସପ୍ରେସ୍ ଆନ୍ଧ୍ରପ୍ରଦେଶର ବିଜୟୱାଡ଼ା ଷ୍ଟେସନରେ ଲାଗିଲା। ସେତେବେଳକୁ ସେଠି ପ୍ରବଳ ବର୍ଷା। ଟ୍ରେନ୍ରୁ ଓହ୍ଲାଇ ପଡ଼ିଲା ଟୁଟୁ। ସେଦିନ ରାତିରେ କୌଣସି ଗୋଟିଏ ହୋଟେଲରେ ରହିବାକୁ ହେବ। ତା ପରଦିନ ସକାଳକୁ ତାର ଗୋଟିଏ ଘରୋଇ କମ୍ପାନୀରେ ମାତ୍ର କିଛି ସମୟର ମିଟିଂ। ବାସ୍, କାମ ଏତିକି। ହେଲେ ବର୍ଷା ଯୋଗୁଁ ତାକୁ ସେହି ବିଜୟୱାଡ଼ା ଷ୍ଟେସନରେ କିଛି ସମୟ ଠିଆ ହେବାକୁ ପଡ଼ିଲା। ଧୀରେ ଧୀରେ ବର୍ଷା କମିଲା। ତାପରେ ଟୁଟୁ ଷ୍ଟେସନ ପାଖରେ ଥିବା ଗୋଟିଏ ହୋଟେଲରେ ଯାଇ ରହିଲା। ସେତେବେଳକୁ ସମୟ ରାତି 8ଟା ହେଲାଣି। ସେହି ହୋଟେଲର ଝରକାରେ ଦିଶୁଥାଏ ପାଖ ପାହାଡ଼ ଘେରା ସହର। ସେତେବେଳେ ଟୁଟୁ ଭାବିଲା ପାଖ ବଜାର ହାଟ ଟିକେ ବୁଲାବୁଲି କରିବ, ଆଉ କିଛି ଖାଇଦେଇ ରୁମ୍କୁ ଫେରିବ। ତେଣୁ ସେ ହୋଟେଲରୁ ବାହାରକୁ ଚାଲି ଆସିଲା। କିନ୍ତୁ ଟୁଟୁ ପାଇଁ ସେ ସହର ନୂଆ ଥିଲା। ହେଲେ ବିଭିନ୍ନ ସହରରେ ବୁଲାବୁଲି କରି କାମ କରିବା ତା ପାଇଁ ନୂଆ ନୁହେଁ। ତାପରେ ଟୁଟୁ ସେ ସହରର ଗୋଟେ ରାସ୍ତାରେ ଚଲାବୁଲା କରୁଥାଏ। ଏମିତି 15-20 ମିନିଟ୍ ଚାଲିବା ପରେ ଦେଖିଲା ଗୋଟେ ଫିଲ୍ମ ହଲ୍। ମନେ ମନେ ଚିନ୍ତା କଲା, ସହର ବଜାରରେ ତ ରାତି 12-1 ବାଜିଲେ ବି କିଛି ନୁହେଁ। ଆଜି ଗୋଟେ ଫିଲ୍ମ ଦେଖିଦେଇ ଯିବି। ସାଉଥ୍ ଫିଲ୍ମ, ଫୁଲ୍ ଏଣ୍ଟରଟେନମେଣ୍ଟ ହେଇଥିବ। ତାପରେ ଟୁଟୁ ଖିଆପିଆ କଥା ଭୁଲିଗଲା। ଟିକେଟ୍ କାଟି ହଲ୍ ଭିତରକୁ ପଶିଗଲା। ଭିତରେ ଯାଇ ଦେଖେ ତ ସେଦିନ 9ରୁ 12 ପାଇଁ ବୋଧେ ଏତେ ଲୋକ ନଥାନ୍ତି, କି ବର୍ଷା ପାଗ ପାଇଁ କେଜାଣି। ତାପରେ ଫିଲ୍ମ ଆରମ୍ଭ ହେଲା। ଫିଲ୍ମର 2-3ଟି ସିନ୍ରୁ ଟୁଟୁ ବୁଝିଗଲା ଯେ ଇଏ ଗୋଟେ ହରର ଫିଲ୍ମ। ଟୁଟୁକୁ ହରର ଫିଲ୍ମ ଭଲ ଲାଗେ ଯଦି ପାଖରେ କେହି ସାଙ୍ଗସାଥୀ ଥାଆନ୍ତି, କିନ୍ତୁ ସେ ଏକା ହରର ଫିଲ୍ମ କେବେ ଦେଖିନି। ତା ଛଡ଼ା ଏବେ ଟୁଟୁ ଗୋଟେ ଅଚିହ୍ନା ସହରରେ, ରାତିରେ ପୁଣି ଏକା ହୋଟେଲକୁ ଫେରିବାକୁ ହେବ। ଗୋଟେ ଅଜଣା ହୋଟେଲରେ ରୁମ୍ରେ ଏକା ରହିବାକୁ ହେବ। ସେତେବେଳେ ଟୁଟୁକୁ ଟିକେ ଡର ଲାଗିଲା। ତଥାପି ଟୁଟୁ କିଛି ସମୟ ଦେଖି ଫେରିଯିବ ବୋଲି ଭାବିଲା। ସେ ମଝିରେ ବାହାରକୁ ଆସି ଦେଖେ ତ ବର୍ଷା। ଖାଲି ବର୍ଷା ନୁହେଁ ତ, ବର୍ଷା ସାଙ୍ଗକୁ ପବନ ବି ହେଉଛି। ହଲ୍ ବାହାରେ କେହି ବି ନାହାନ୍ତି। ନା ଅଛି ଅଟୋ, ନା ଅଛନ୍ତି କେହି ଲୋକ, ନା ଖୋଲା ଅଛି ଦୋକାନ ବଜାର। ସେତେବେଳକୁ ପବନ ଯୋଗୁଁ କରେଣ୍ଟ ବି କଟି ଯାଇଥାଏ। ସେତେବେଳେ ଟୁଟୁକୁ ସବୁଆଡ଼େ ଡର ମାରି ବସିଲା। ପୁଣି ବାଧ୍ୟ ହୋଇ ଆସି ହଲ୍ ଭିତରେ ବସିଲା। ସେତେବେଳକୁ ଭୋକରେ ପେଟ ଜଳିଲାଣି। କିଛି ନ ଖାଇ ହଲ୍ ଭିତରେ ସେ ପଶି ଯାଇଥିଲା। ତାର ଫିଲ୍ମରେ ମନ ଲାଗୁନଥାଏ। ତଥାପି ଫିଲ୍ମର ଦୃଶ୍ୟ ଭାରି ଭୟାନକ ଲାଗୁଥାଏ। ଯାହା ହଉ, ଫିଲ୍ମ ସରିଲା। ଫିଲ୍ମ ସରିଲା ବେଳକୁ ବର୍ଷା ପବନ ବି କମି ଯାଇଥାଏ। ଏମିତି ଦେଖୁ ଦେଖୁ ସବୁ ଲୋକ କିଏ କୁଆଡ଼େ ଉଭାନ ହେଇଗଲେ। ଅନ୍ଧାର ରାତି। ସେଦିନ କରେଣ୍ଟ ବି ନଥାଏ। ଟୁଟୁ ହଲ୍ରୁ ଟିକେ ଆଗକୁ ଆସି ଦେଖିଲା, ଜଣେ ବୁଢ଼ା ଲୋକଟେ ଡିବିରିଟେ ଜାଳି ଗୋଟେ ଠେଲା ଗାଡ଼ିରେ ଝାଲମୁଢ଼ି ବିକୁଛି। ଟୁଟୁ ଭାବିଲା ରାତିରେ ଖାଇବାକୁ ମିଳିବ କି ନାହିଁ କ'ଣ, ତେଣୁ ଏଇଠୁ କିଛି ଝାଲମୁଢ଼ି କିଣି ନେବ। ତାପରେ ଅଟୋ ରିକ୍ସାକୁ ଅପେକ୍ଷା କରିବ। ଯଦି କିଛି ମିଳିଲା ତ ମିଳିଲା, ନହେଲେ ଚାଲି ଚାଲି 15-20 ମିନିଟ୍ ବାଟ ପଳେଇବ। ସେତେବେଳକୁ ସେ ରାସ୍ତା ପୁରା ସୁନସାନ ଲାଗୁଥାଏ। ଟୁଟୁ ସେତେବେଳେ ସେ ଝାଲମୁଢ଼ି ବିକୁଥିବା ବୁଢ଼ା ପାଖରେ ଯାଇ ପହଞ୍ଚିଲା। ଲୋକଟି ଦେଖିବାକୁ ଥିଲା ବହୁତ ଅଜବ। କଳା କିଟିମିଟି ଚେହେରା ସାଙ୍ଗକୁ ଝାମ୍ପୁରା ମୁଣ୍ଡ। ତାକୁ ଝାଲମୁଢ଼ି ବରାଦ ଦଉ ଦଉ ରିକ୍ସା ବିଷୟରେ ପଚାରିଲା। ହେଲେ ସେ ବୁଢ଼ାଠୁ କିଛି ଉଁ ଶୁଣିବାକୁ ପାଇଲା ନାହିଁ। ଟୁଟୁ ଭାବିଲା ବୋଧେ ବୁଢ଼ାଟି ହିନ୍ଦୀ ବୁଝିପାରେନି କି କହିପାରେନି। ତାପରେ ଟୁଟୁର ଝାଲମୁଢ଼ି ରେଡ଼ି ହୋଇଗଲା। ସେ ବୁଢ଼ା ଟୁଟୁ ହାତକୁ ଝାଲମୁଢ଼ି ବଢ଼େଇ ଦେଲା। ଟୁଟୁ ଦେଖିଲା ସେ ବୁଢ଼ାଟିର ହାତରେ ଲମ୍ବା ଲମ୍ବା ଚୁଟି ଆଉ ବଡ଼ ବଡ଼ ନଖ ଦେଖି ଟୁଟୁ ପୁରା ଡରିଗଲା। ସେଠୁ ଝାଲମୁଢ଼ିକି ଫୋପାଡ଼ି ଦେଇ ଦୌଡ଼ିବାକୁ ଲାଗିଲା। ଆଉ ପଛକୁ ବୁଲି ଚାହିଁବାକୁ ତାର ସାହସ ନଥାଏ। ଦୁର୍ଭାଗ୍ୟର କଥା ଯେ ସେ ସମୟରେ ସେଠି କେହି ବି ଲୋକ ନଥାନ୍ତି।
ସେତେବେଳେ ହଠାତ୍ ପଛପଟୁ ଆସିଲା ଗୋଟେ ରିକ୍ସା। ଟୁଟୁର ଟିକେ ଆଗକୁ ଯାଇ ରହିଗଲା। ଟୁଟୁ ବି ପୁରା ଭୟରେ ଥାଏ। ସେ ସାଙ୍ଗେ ସାଙ୍ଗେ ଯାଇ ରିକ୍ସାରେ ବସିଗଲା। ସେତେବେଳେ ଟୁଟୁ ସେଇ ରିକ୍ସାବାଲାକୁ କିଛି କହିବାକୁ ଚାହୁଁଥାଏ, ହେଲେ ସେ ଏତେ ଡରି ଯାଇଥାଏ ଯେ ସେ ବିଷୟରେ ସେ କିଛି କହିପାରୁନଥାଏ। ସେତେବେଳେ ସେଇ ରିକ୍ସାବାଲାଟି ତେଲୁଗୁରେ ପଚାରିଲା, ତୁମେ କେଉଁଠିକି ଯିବ? ହେଲେ ଟୁଟୁ କିଛି ବି ବୁଝିପାରିନଥାଏ। ସେ ଅନୁମାନ କରି କହିଲା, ସେ ବୋଧେ ମୋ ଯିବା ଠିକଣା ପଚାରୁଛି। ତେଣୁ ଟୁଟୁ ହିନ୍ଦୀରେ କହିଲା, ଷ୍ଟେସନ ପାଖ ହୋଟେଲକୁ ନେଇ ଚାଲ। ତାପରେ ରିକ୍ସାବାଲା ଆଗକୁ ଚାଲିଲା। ଏମିତି ଯାଉ ଯାଉ ହଠାତ୍ ଷ୍ଟେସନ ଆଉ କିଛି ବାଟ ଅଛି ରିକ୍ସାଟି ରହିଗଲା। ଷ୍ଟେସନର ଆଲୋକ ଝାପ୍ସା ଝାପ୍ସା ସେ ଜାଗାକୁ ଦିଶୁଥାଏ। ଟୁଟୁ କହିଲା, ଆଉ ଟିକେ ଆଗକୁ ଚାଲ। ହେଲେ ରିକ୍ସାବାଲା କିଛି ନ ଶୁଣିଲା ପରି ତା ଗାଡ଼ି ବୁଲେଇଲା। ଟୁଟୁ ଭାବିଲା, ଇଏ ବୋଧେ ଆଉ ଆଗକୁ ଯିବାକୁ ଚାହୁଁନି। ତେଣୁ ଟୁଟୁ ସେତେବେଳେ ପକେଟରୁ 20 ଟଙ୍କିଆ ନୋଟଟେ କାଢ଼ି ତା ହାତକୁ ବଢ଼େଇ ଦେଲା। ହେଲେ ଏଯାଏଁ ଟୁଟୁ ତା ମୁହଁକୁ ଦେଖିନି। ହଠାତ୍ ସେ ରିକ୍ସାବାଲା ତା ହାତ ବଢ଼େଇ ଦେଲା। ଟୁଟୁ ଦେଖିଲା, ଠିକ୍ ସେଇ ଲମ୍ବା ଲମ୍ବା ଚୁଟି ଆଉ ବଡ଼ ବଡ଼ ନଖ ଥିବା ହାତ। ସେଠୁ ହଠାତ୍ ତା ମୁହଁ ଆଡ଼କୁ ନଜର ପଡ଼ିଗଲା। ଠିକ୍ ସେଇ ବୁଢ଼ାର ବଡ଼ ବଡ଼ ଭାତୁଡ଼ି ମୁହଁ। ସେତେବେଳେ ଟୁଟୁ ଭୟରେ ପଡ଼ି ଉଠି ଷ୍ଟେସନ ଆଡ଼କୁ ଦୌଡ଼ିଲା। ଟୁଟୁ ଷ୍ଟେସନ ପାଖରେ ଆଉ କିଛି ଲୋକଙ୍କ ପାଖରେ ପହଞ୍ଚି ପଛକୁ ବୁଲି ଦେଖିବାକୁ ସାହସ କଲା। ହେଲେ ସେଠି ଆଉ କେହି ବି ନଥିଲେ। ସେ ରାତିରେ ଟୁଟୁ ଆଉ ଏକା ହୋଟେଲ ରୁମ୍କୁ ରହିବାକୁ ଗଲାନି। ତାକୁ ଭାରି ଡର ଲାଗିଲା। ତେଣୁ ସେ ରେଲୱେ ଷ୍ଟେସନ ଭିଡ଼ରେ ସେମିତି ଉଜାଗର ହେଇ ସେ ରାତି କାଟିଦେଲା। ହେଲେ ତାର ସବୁବେଳେ ସେ ଭୟାନକ ଦୃଶ୍ୟ ଆଖି ଆଗରେ ନାଚି ଉଠୁଥାଏ। ଆଉ ସେ ଭୟାନକ ରାତି ସେ କେବେ ବି ଭୁଲି ପାରୁନଥାଏ। ତ ସାଙ୍ଗମାନେ, ଇଏ ତ ଥିଲା ମାନବ ଭାଇ ସେୟାର କରିଥିବା ଆଜିର କାହାଣୀ। ଆଜିର କାହାଣୀଟି ଯଦି ଆପଣମାନଙ୍କୁ ଭଲ ଲାଗିଥାଏ ତାହେଲେ ଭିଡ଼ିଓକୁ ଗୋଟେ ଲାଇକ୍ କରି ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ, ଯାହାଫଳରେ ଆଗକୁ ଏମିତି ନୂଆ ନୂଆ ଭିଡ଼ିଓର ନୋଟିଫିକେସନ୍ ଆପଣ ସର୍ବପ୍ରଥମେ ପାଇପାରିବେ। ଆଉ ଯଦି ଆପଣମାନଙ୍କ ସହିତ ଏମିତି କିଛି ଘଟଣା ଘଟିଥାଏ କିମ୍ବା ଆପଣଙ୍କ ପାଖରେ ଏମିତି କିଛି ଷ୍ଟୋରି ଥିଲେ ଆପଣ ଆମ ସହ ଇନଷ୍ଟାଗ୍ରାମ ବା ହ୍ୱାଟ୍ସଆପ୍ରେ ସେୟାର କରିପାରିବେ। ଆମ ଇନଷ୍ଟାଗ୍ରାମ ଆଇଡ଼ିର ଲିଙ୍କ୍ ତଳେ ଡିସ୍କ୍ରିପ୍ସନ୍ରେ ଦିଆହେଇଛି। ପୁଣି ଦେଖା ହେବ ଆଉ ଗୋଟେ ଭୟାନକ କାହାଣୀ ସହ। ସେତେ ପର୍ଯ୍ୟନ୍ତ ଆମକୁ ବିଦାୟ ଦିଅନ୍ତୁ। ଜୟ ଜଗନ୍ନାଥ।